ଜାହାଜ ଭିତର ବରଫ ଘରେ ଥାଇ ପାରନ୍ତି ସାର୍ଥକ ମହାପାତ୍ର। ବଢ଼ୁଛି ଆଶଙ୍କା ସାର୍ଥକ ଅଛନ୍ତି କେଉଁଠି? ଯୁଦ୍ଧ ପରେ ସାର୍ଥକଙ୍କ ସନ୍ଧାନ ପାଇଁ ନିର୍ଦ୍ଦେଶ ଦେବେ କି ମୋଦି? ହଁ ଦର୍ଶକ ବନ୍ଧୁ, ସାର୍ଥକଙ୍କ ନିଖୋଜ ହେବାର ଆଜିକି ଅନେକ ଦିନ ବିତିଗଲାଣି, ହେଲେ ଏପର୍ଯ୍ୟନ୍ତ ଓଡ଼ିଆ କ୍ୟାଡେଟ୍ ସାର୍ଥକଙ୍କର ସନ୍ଧାନ ନାହିଁ। ଏହି ଭିତରେ ଏବେ ଗୋଟେ ଖବର ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ଯେ ଜାହାଜ ଭିତରେ ସାର୍ଥକ ବରଫ ରୁମ୍ରେ ଥାଇପାରନ୍ତି। ସତରେ କ'ଣ ସାର୍ଥକ ଏପର୍ଯ୍ୟନ୍ତ ଜାହାଜର ଏହି ବରଫ ରୁମ୍ ଭିତରେ ଅଛନ୍ତି? ପରିବାରର ପ୍ରଥମରୁ ହିଁ ସନ୍ଦେହ ହେଉଥିଲା ଯେ ଜାହାଜ ଭିତରେ ସାର୍ଥକ ଥାଇପାରନ୍ତି। ସନ୍ଦେହ ଦୂର କରିବାକୁ ସାର୍ଥକକୁ ଖୋଜିବାକୁ ପରିବାର ଲୋକେ ଅନେକ ଆଶା ନେଇ ଯାଇଥିଲେ ସିଙ୍ଗାପୁର, ହେଲେ ଜାହାଜ କର୍ତ୍ତୃପକ୍ଷ ସହଯୋଗ ନ କରିବା ଫଳରେ ପୁରା ଜାହାଜକୁ ଚେକ୍ କରିବା ସମ୍ଭବ ହୋଇନଥିଲା। ମା ଓ ମାମୁଁ କେବଳ ସାର୍ଥକଙ୍କ କ୍ୟାବିନ୍କୁ ଚେକ୍ କରି ଫେରି ଆସିଥିଲେ। ରୁମ୍ରେ ସବୁକିଛି ଠିକ୍ଠାକ୍ ଥିଲା। ସନ୍ଦେହ ସୃଷ୍ଟି ହେଲା ପରି କୌଣସି ସୁରାଟ ନଥିଲା। ହେଲେ ବଢ଼ୁଛି ମନରେ ସନ୍ଦେହ। ନିଖୋଜ ସାର୍ଥକ ମହାପାତ୍ର ଜାହାଜ ଭିତରେ ଥାଇପାରନ୍ତି ବୋଲି। ଓଡ଼ିଆ ପୁଅ ସାର୍ଥକ ନିଖୋଜ ପରେ ଚିନ୍ତାରେ ଭାଙ୍ଗି ପଡ଼ିଛି ପୁରା ପରିବାର। ଦେଖୁ ଦେଖୁ ଦିନ ପରେ ଦିନ ବିତିଗଲା ପରେ ମାସ ବିତିବାରେ ଲାଗିଲାଣି, ହେଲେ ମିଳୁନି ନିଖୋଜ ସାର୍ଥକଙ୍କ ସନ୍ଧାନ। ଏବେ ବି ପରିବାର ଲୋକଙ୍କ ମନରେ ଆଶା ବାନ୍ଧି ରଖିଛନ୍ତି କି ନିଖୋଜ ପୁଅର ସନ୍ଧାନ ଦିନେ ନା ଦିନେ ନିହାତି ପାଇବେ। ଭଦ୍ରକ ଜିଲ୍ଲା କେଶପୁର ଅଞ୍ଚଳର ଯୁବ ନାବିକ ସାର୍ଥକ ମହାପାତ୍ର ନିଖୋଜ ହେବା ପରେ ଓଡ଼ିଶାରେ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି। କାରଣ ମାଆଙ୍କ ଆଖିରୁ ଝରୁଥିବା ଲୁହକୁ ଦେଖି ଗୋଟେ ମାଆର କଷ୍ଟକୁ ସମସ୍ତେ ଅନୁଭବ କରୁଥିଲେ। ତେବେ ସାର୍ଥକ ମୁମ୍ବାଇର ଏକ ଜାହାଜ କମ୍ପାନୀରେ ଯୋଗ ଦେଇଥିଲେ। ଗତ ମାସ 2 ତାରିଖରୁ ସେ ନିଖୋଜ ଅଛନ୍ତି। ପ୍ରଥମେ ଚୀନରୁ ମରିସସ୍ ଯାଇଥିଲେ, ପୁଣି ମରିସସ୍ରୁ ଚୀନ ଫେରିବା ବାଟରେ ସେ ନିଖୋଜ ହୋଇଥିଲେ। ଶେଷଥର ଗତ ମାସ 2 ତାରିଖରେ ମାଆଙ୍କ ସହ ସେ କଥା ହୋଇଥିଲେ ସାର୍ଥକ ମନ ଭରି। 3 ତାରିଖ ପରଠୁ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ଆସୁଥିବା ନେଇ ପରିବାର ଲୋକଙ୍କୁ ବ୍ୟସ୍ତ ବିବ୍ରତ କରୁଥିଲା। ପରେ ପରେ ସାର୍ଥକ ନିଖୋଜ ଥିବା ନେଇ ପରିବାର ଲୋକଙ୍କୁ ଖବର ଆସିଥିଲା। ଏନେଇ ପୁରା ଭାଙ୍ଗି ପଡ଼ିଥିଲେ ସାର୍ଥକଙ୍କ ମା। ପୁଅକୁ ଖୋଜି ଆଣିବାକୁ ସରକାରଙ୍କୁ ନିବେଦନ କରି ଗୁହାରି କରିଥିଲେ। ନିଜେ ମଧ୍ୟ ସିଙ୍ଗାପୁର ଯାଇ ସାର୍ଥକଙ୍କୁ ଖୋଜିବାରେ ଲାଗିଥିଲେ। ହେଲେ ଦୁଃଖର କଥା କି ଯେ ସାର୍ଥକ କୌଣସି ସନ୍ଧାନ ମିଳିନଥିଲା। ଏବେ ଲୋକଙ୍କ କହିବା କଥା କି ଜାହାଜ ଭିତରେ ଫସି ରହିଛନ୍ତି ସାର୍ଥକ, ଆଉ ସାର୍ଥକଙ୍କୁ ବରଫ ଘରେ ଲୁଚାଇ ରଖାଯାଇଛି। ଏବେ ଏମିତି ପ୍ରଶ୍ନ ଲୋକଙ୍କ ମନରେ ସୃଷ୍ଟି ହେଉଛି, ହେଲେ ସାର୍ଥକଙ୍କ ସନ୍ଧାନ ଏପର୍ଯ୍ୟନ୍ତ ମିଳୁନାହିଁ। ଆଉ ଲୋକେ କହୁଛନ୍ତି କି ଯୁଦ୍ଧ ପରେ ମୋଦି ଏହି ଘଟଣାକୁ ଗୁରୁତ୍ୱ ନେଇ ସାର୍ଥକଙ୍କ ସନ୍ଧାନ ପାଇଁ ଆଉ ଏକ ନିର୍ଦ୍ଦେଶ ଦେବେ। ହୁଏତ ସାର୍ଥକଙ୍କ ଖବର ମିଳିପାରନ୍ତା ବୋଲି ଲୋକମାନେ ଏବେ ଚର୍ଚ୍ଚା କରୁଛନ୍ତି।